ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ଇସ୍ତଫା। ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା 2004ରୁ 2009 ପର୍ଯ୍ୟନ୍ତ ସୋନପୁର ବିଧାନସଭା କ୍ଷେତ୍ରର ବିଧାୟକ ଥିବା ବିନୋଦ ପାତ୍ର ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ପୂର୍ବତନ ଉଲୁଣ୍ଡା ବ୍ଲକ ସଭାପତି ନୃସିଂହ ଚରଣ ପଣ୍ଡା, କଂଗ୍ରେସ ବୀରମହାରାଜପୁର ବିଧାନସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜେଶ କୁମାର ମିଶ୍ର, ଲକ୍ଷ୍ମଣ ସୁନା ସୋନପୁର ବ୍ଲକ ସଭାପତି, ଡୁଙ୍ଗୁରିପାଲି ବ୍ଲକ ସମ୍ପାଦକ ଲକ୍ଷ୍ମଣ ନାଗ, ଉଲୁଣ୍ଡା ବ୍ଲକ 2 ନମ୍ବର ଜୋନ୍ ସଭାପତି ଦୟାନିଧି ସାହୁ, ଓବିସି ସେଲ୍ ଜିଲ୍ଲା ସଭାପତି ଲକ୍ଷ୍ମଣ ପରଡିଆ ମଧ୍ୟ ଇସ୍ତଫା ଦେଇ ସ୍ଥାନୀୟ କସ୍ତୁରୀ ଲଜରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଚାହୁଁଥିଲେ ଯେ ମୁଇଁ ଏଥର ନିର୍ବାଚନ ଲଢ଼ବାର୍ ଲାଗି, କିନ୍ତୁ ଆମର ଅଭିଭୁକ୍ତ ବଲାଙ୍ଗୀର ଜିଲ୍ଲାର ଆଜି ରାଜ୍ୟର ନେତୃତ୍ୱ ସେମାନେ ନେଉଛନ୍। ତାଙ୍କର ନିଜର ରାଜନୈତିକ ଅଭିସନ୍ଧି ରଖିକରି ଏବଂ ତାଙ୍କର ପରିବାରର ରାଜନୀତିକୁ ଚରିତାର୍ଥ କରବାର୍ ଲାଗି ବୋଲିକିରି ଆଜି ଆମେ ଯେତେ ବି ସିନିୟର ନେତା ରହିଛୁ ଆମର ବଲାଙ୍ଗୀର ଜିଲ୍ଲାରେ ସମସ୍ତଙ୍କର ପ୍ରତି ଅନ୍ୟାୟ କରି ଚାଲିଛି। ତେଣୁକରି ତାର ପ୍ରତିବାଦରେ ଆଜି କଂଗ୍ରେସ ଦଳର ମୁଁ ଇସ୍ତଫା ଦେଇଛେ। କାରଣ କଂଗ୍ରେସର ଚିନ୍ତାଧାରା ଏବଂ କଂଗ୍ରେସର ସବୁକିଛି ମୋତେ ଅନୁପ୍ରାଣିତ କରିଥିଲା, କିନ୍ତୁ ଆଜି এই ନେତୃମଣ୍ଡଳୀ ଆଜି କଂଗ୍ରେସର ଚିନ୍ତାଧାରା ଠାନୁ ଦଳର ଚିନ୍ତାଧାରା ଠାନୁ ତାଙ୍କର ଚିନ୍ତାଧାରାକେ ବେଶୀ ପ୍ରାଧାନ୍ୟ ଦେଉଛନ୍, ଯାହାର ଫଳରେ କି ଆଜି ଅନେକ ନେତା ଏବଂ କର୍ମୀ ଆମର ଜିଲ୍ଲାର ଏବଂ ଜିଲ୍ଲା ବାହାରର ମଧ୍ୟ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଉଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ସ୍ଥିର ନାଇଁ କରି ଏବଂ ସେଟା ସମୟ କହିବା କାଣା କରାଯିବା ଯେ ବର୍ତ୍ତମାନ ତ କୌଣସି ଚିନ୍ତା ବି ନାଇଁ କରି ଆମର ଯେତେ ବି ଅଛନ୍ ସବୁ କାର୍ଯ୍ୟକର୍ତ୍ତା କର୍ମୀ ମାନଙ୍କୁ ଏ ଖରା ସମୟରେ କାହାକେ ଆଣବାର୍ ଲାଗି ବି ଆମେ ଚେଷ୍ଟା ନାଇଁ କରି। କାରଣ ମୁଇଁ ଦଳର ଶୀର୍ଷ ନେତୃତ୍ୱ ଯେହେତୁ ଆମର ଜିଲ୍ଲାର ସଭାପତି ମୁଇଁ ରିଜାଇନ୍ କରୁଛେଁ ଏବଂ ମୋର ପ୍ରତି କେତେ ବାଧିଥିବା ଲୋକମାନଙ୍କୁ ଯେ ମୋର ପୂର୍ବରୁ ବି ମଧ୍ୟ ସେମାନେ ଆଗ ରିଜାଇନ୍ କରିଦେଇ ସାରିଛନ୍ ନିଜର ପଦପଦବୀରୁ, ଏବଂ ସେମାନେ କେତେଜଣ ଅନ୍ୟ ଦଳକେ ବି ଯାଇକରି ସାମିଲ ହେଇଦେଇ ସାରିଲେନ। କିନ୍ତୁ ମୁଇଁ ଧୈର୍ଯ୍ୟର ସହକାର ମୁଇଁ ଲେଖିକରି ଯେହେତୁ ଦେଇଥିଲି ଯେ ପୁନର୍ବିଚାର କରାଯାଉ ବୋଲିକିରି, ଏବଂ ସେମାନେ ମୋତେ ଏସ୍ୟୁର୍ କରିଥିଲେ ଯେ ଦେଖମା ବୋଲିକିରି। ଏବଂ ଆଉ ଗୋଟେ କାଣା ହେଇଛେ, ଆମର ରାଜେଶ କୁମାର ମିଶ୍ର ଯିଏକି ଆମର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର କୋଅର୍ଡିନେଟର ଥିଲେ, ସେ ଏରିଆର ସବୁ ଯେତେ ସାଂଗଠନିକ କାର୍ଯ୍ୟ ସେ କରୁଥିଲେ, ସେ ମଧ୍ୟ ଲେଖଲା ପରେ କୌଣସି ଏଇଟା ନାଇଁ କଲେ। ତେଣୁକରି ସେ ବି ଆଜି ଅସନ୍ତୋଷ ପ୍ରକାଶ କରିକିରି ଆଜି କଂଗ୍ରେସ ଦଳରୁ ସେ ମଧ୍ୟ ରେଜିଗ୍ନେସନ। ସେ ଦୀର୍ଘ 40 ବର୍ଷ ଧରି କଂଗ୍ରେସରେ ଶୃଙ୍ଖଳିତ କର୍ମୀ ଭାବେ ସେବା କରି ଆସିଥିଲେ ମଧ୍ୟ ଦଳ ତାଙ୍କ ପ୍ରତି ଅବହେଳା କରିଥିବା କହି ସମସ୍ତ କର୍ମୀ ଇସ୍ତଫା ଦେଇଥିବା ଗଣମାଧ୍ୟମ ସମ୍ମୁଖରେ ବାର୍ତ୍ତା ରଖିଥିଲେ। ବୀରମହାରାଜପୁର ପ୍ରାର୍ଥୀ ସୁନିଶ୍ଚିତ ଥିବା ନେଇ ଏକ ପେନ୍ ଡ୍ରାଇଭ୍ ମଧ୍ୟ ଦଳ ପକ୍ଷରୁ ମିଳିଥିଲା, ମାତ୍ର ଟିକେଟ୍ ଦେଲାବେଳେ ନାମ ଘୋଷଣା ହୋଇନଥିବାରୁ ଇସ୍ତଫା ଦେଇଛନ୍ତି ଶ୍ରୀ ପାତ୍ର। ସୁବର୍ଣ୍ଣପୁର ଜିଲ୍ଲାରୁ ଭାସ୍କର ଦାସଙ୍କ ରିପୋର୍ଟ, କୁସୁମ ଟିଭି।